ମୁଁ ଆସିକି ପହଞ୍ଚି ଯାଇଛି ଫୋନିକ୍ସ ମାର୍କେଟ ସିଟି ମଲ୍ରେ। ଦେଖନ୍ତୁ ତା ବାହାର ଗ୍ରାଉଣ୍ଡ ଫ୍ଲୋର ବାହାର ଡିଜାଇନଟା କେମିତି କ'ଣ ହେଇଛି, ଖ୍ରୀଷ୍ଟମାସ ପାଇଁ କେମିତି କ'ଣ ଡେକୋରେସନ୍ କରୁଛନ୍ତି ଦେଖ। ଏଇଟା ଗୋଟେ ମୟୂର ପୁଛ ବନା ହେଇଛି, ପୁରା ଗଜବ ହେଇଛି। ଇଏ ତ ପୁରା 100 ଫୁଟର ଗୋଟେ ସାନ୍ତା ଟ୍ରି ବନା ହେଇଛି। ପୁରା ୟା ସାଇଡ଼ରେ ଦେଖନ୍ତୁ ଆହୁରି ଏଗୁଡ଼ା ଯୀଶୁଙ୍କର ବନା ହେଇଥିଲା ବୋଧେ, ଏବେ ମାନେ ସବୁ ବାହାର କରିଦିଆ ହେଲାଣି। ଯେତିକି ଯାହା ବନା ହେଇଥିଲା ଏପଟେ ଦେଖନ୍ତୁ, ଏ ଗୋଟେ ବାହାରେ ସାନ୍ତା ଟ୍ରି ତ ଗୋଟେ ବଡ଼ ମାନେ ପୁରା ଏଇଟା ଗୋଟେ କ'ଣ ଗୋଟେ ଷ୍ଟଲ୍ ଲାଗିଥିଲା ବୋଧେ। ଏଗୁଡ଼ା ସାନ୍ତା ଟ୍ରି ପାଇଁ ହାଉସ୍ ଭଳିଆ ବନା ହେଇ ଦେଖନ୍ତୁ। ଗ୍ରାଉଣ୍ଡ ଫ୍ଲୋରଟା ଏମିତି ରହିବ, ପୁରା ଗଜବ ହେଇଛି। ମାନେ ଦେଖିବ ମାନେ ଦେଖିଲା ଭଳିଆ ଲାଗୁଛି। ଏଇଟା ଗୋଟେ ଫଟୋ ଉଠାଇବା ପାଇଁ ଏମିତି କରାହେଇଛି ଗୋଟେ ସାଇଡ଼ରେ। ଦେଖନ୍ତୁ ଗ୍ରାଉଣ୍ଡ ଫ୍ଲୋରଟା ଏମିତି ହିଁ ରହିବ, ପୁରା ମସ୍ତ ଲାଗୁଛି। ଦେଖିବେ ଯୁଆଡ଼ୁ ଖାଲି ମାନେ ଆଉ ଥରେ ବୁଲିକି ଦେଖେ ଯେମିତି ଲାଗିବ।